ଯେଉଁମାନଙ୍କର ଟୁ ହ୍ୱିଲର ବା ଫୋର ହ୍ୱିଲର ଅଛି ଆପଣଙ୍କ ପାଇଁ 20ଟି ନିୟମ 20ରୁ ଗୋଟିଏ ନିୟମ ଯଦି ଖିଲାପ କରିବେ 5ରୁ 20,000 ଟଙ୍କା ପର୍ଯ୍ୟନ୍ତ ଫାଇନ ଅଛି ଯାହା ଆପଣ ପକେଟ ଉପରେ ସିଧା ପ୍ରଭାବ ପକେଇବ। ଆଜି 5 ତାରିଖ ଆଜିଠୁ ନୂଆ ନିୟମ ମଧ୍ୟ ଆଡିସନାଲ ନିୟମ ଆଡ ହେଇଛି ଯାହା ଗଭର୍ଣ୍ଣମେଣ୍ଟ କରିଛନ୍ତି ଆପଣ ମାନଙ୍କୁ ମଧ୍ୟ ଜାଣିବା ଦରକାର। ଯଦି ଆପଣ ଜାଣିପାରିବେ 20,000 ଟଙ୍କା ପର୍ଯ୍ୟନ୍ତ ମଧ୍ୟ ଆପଣଙ୍କ ପକେଟରୁ ଗଣିବା ପାଇଁ ପଡିବ। ତେବେ କୋଉ କୋଉ ନିୟମ ଲାଗୁ ହେଲା କେତେ ଟଙ୍କା ଫାଇନ ଅଛି ସବୁ ଡିଟେଲ୍ସ ଆପଣ ମାନେ ଜାଣନ୍ତୁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତ ପ୍ରଥମେ ଦେଖିବା ଦେଖନ୍ତୁ ରାସ୍ତାରେ ଆମେ ଯେତେବେଳେ ଗାଡି ଚଲାଉଛେ କିଛି ଲୋକ ଅଛନ୍ତି ରାସ୍ତାରେ ଛିଡା ହେଇକି ଫଟୋ ଉଠେଇବା ବା ରିଲ୍ସ କରିବା ଭିଡିଓ କରିବା ଇନଷ୍ଟା ବା ଫେସବୁକରେ ଆଇଡିରେ ଅପଲୋଡ କରିବା ସେସବୁ ବନ୍ଦ ସେସବୁ ସରକାର ପୁରା ବନ୍ଦ କରିଦେଇଛନ୍ତି। ଆଉ ସେସବୁ କରିପାରିବେ ନାହିଁ ଖାସ କରିକି ରାସ୍ତା ମାନଙ୍କରେ 5,000 ଟଙ୍କା ଆପଣଙ୍କୁ ଫାଇନ ଦେବା ପାଇଁ ପଡିବ। ଆପଣଙ୍କ ଆଇଡିରୁ ଭିଡିଓ ଦେଖି ପୋଲିସ ସିଧା ଘରକୁ ଚାଲାଣ ମଧ୍ୟ ପଠାଇବ। ତା ସହିତ ମଧ୍ୟ ଅଛି ଷ୍ଟଣ୍ଟ ଜିଗଜାଗ ଜିଗଜାଗ ମାନେ ଯୋଉ ସାପ ଭଳିଆ ଗାଡି ଚଲାଉଛନ୍ତି ବାଇକ ରେ ଆଗ ଚକା ଟେକୁଛନ୍ତି ତାଙ୍କୁ ମଧ୍ୟ 5,000 ଟଙ୍କା ଫାଇନ। ଏଥିରେ ତୁରନ୍ତ ଗାଡି ମଧ୍ୟ ସିଜ ଆପଣଙ୍କର ହୋଇଯିବ ମନେ ରଖନ୍ତୁ। ଆଉ ରଙ୍ଗ ସାଇଡ ରେ ଯୋଉମାନେ ଚଳୁଛନ୍ତି ସର୍ଟକଟ ମାରିବା ପାଇଁ ଓଲଟା ରାସ୍ତାରେ ଗଲେ ଆପଣଙ୍କୁ ମଧ୍ୟ 5,000 ଟଙ୍କା ଏଠି ଫାଇନ ଦେବା ପାଇଁ ପଡିବ। ଏହା ଦୁର୍ଘଟଣାର ମୁଖ୍ୟ କାରଣ ସେଇଟା ଜାଣିଛନ୍ତି। କାଗଜ ପତ୍ରର ଅସଲି ଖେଳ ଯୋଉଟା ଡକୁମେଣ୍ଟ ଆପଣଙ୍କର ନିହାତି ରହିଥିବା ଦରକାର ଏଇଟା ତ ନର୍ମାଲ କଥା କିନ୍ତୁ ସରକାର ଏବେ 5 ତାରିଖ ବା ଆଜିଠୁ ପୁରା ସବୁ କିଛି କଡାକଡି ଭାବେ ହବ। ଯେମିତି କି ଆପଣ ଡିଏଲ ଯଦି ନଥିବ ବିନା ଲାଇସେନ୍ସରେ ଗାଡି ଯଦି ଛୁଉଁଛନ୍ତି ମାନେ ଗାଡି ଚଲାଉଛନ୍ତି 5,000 ଟଙ୍କା ଫାଇନ। ଲାଇସେନ୍ସ ଆପଣଙ୍କ ସସ୍ପେଣ୍ଡ ଅଛି ପୁଣି ଗାଡି ଚଲାଉଛନ୍ତି 10,000 ଟଙ୍କା ଫାଇନ। ଆରସି ମାନେ ରେଜିଷ୍ଟ୍ରେସନ ଯଦି ଆପଣଙ୍କର କାଗଜ ପତ୍ର ନଥିଲେ ମଧ୍ୟ ଆପଣ ଏକ୍ସପାରି ଯଦି ହୋଇଯାଇଛି 5,000 ଟଙ୍କା ଫାଇନ। ଆଉ ଇନ୍ସୁରାନ୍ସ ଯଦି ଇନ୍ସୁରାନ୍ସ ନଥିଲେ ମଧ୍ୟ ପ୍ରଥମ ଥର ଧରା ପଡିଲେ 2,000 ଟଙ୍କା ଦ୍ୱିତୀୟ ଥର ଧରା ପଡିଲେ 4,000 ଟଙ୍କା ଆପଣଙ୍କୁ ଦେବା ପାଇଁ ପଡିବ। ଆଉ ସେକେଣ୍ଡ ଥାର୍ଡ ଥର ଯଦି ଆପଣ ଧରା ପଡିବେ ଆପଣ ତ ଲାଇସେନ୍ସ ମଧ୍ୟ 3 ମାସ ପାଇଁ କଟିଯିବ। ଆଉ ପଲ୍ୟୁସନ ଯୋଉଟା ଏବେ ଚାଲିଛି ବର୍ତ୍ତମାନ ସରକାର କହିଛନ୍ତି ପଲ୍ୟୁସନ ନଥିଲେ 10,000 ଟଙ୍କା ଫାଇନ ପର୍ଯ୍ୟନ୍ତ ଆପଣଙ୍କୁ ଗଣିବା ପାଇଁ ପଡିବ। ପଲ୍ୟୁସନ ନଥିଲେ ଆପଣଙ୍କୁ ପ୍ରଥମ ଥର 1,000 ଦ୍ୱିତୀୟ ଥର 2,000 ଟଙ୍କା। ଆଉ ଗୋଟେ କଥା ହେଲା 10,000 ଟଙ୍କା ଫାଇନ ପଡିବ ଆପଣଙ୍କୁ ଯଦି ଗାଡିରେ ଅଧିକରୁ ଅଧିକ ପଲ୍ୟୁସନ ଆପଣ ମାନେ ଗାଡି ସାର୍ଟିଫିକେଟ ନାହିଁ ତା ସହିତ ଆପଣଙ୍କ ଗାଡି ପଲ୍ୟୁସନ ଖରାପ ଅଛି ଆପଣ ପ୍ରଦୂଷିତ ହଉଛି ବାୟୁ ଆପଣ ନିଶ୍ଚିତ 10,000 ଟଙ୍କା ପର୍ଯ୍ୟନ୍ତ ମଧ୍ୟ ଫାଇନ ଦେବା ପାଇଁ ପଡିବ। ଦେଖନ୍ତୁ ସୁରକ୍ଷା ଆଉ ଛୋଟ ଛୋଟ ଭୁଲ ଯୋଉଟା ସେଫଟି ଆଣ୍ଡ ସ୍ମଲ ଅଫେନ୍ସ। ଦେଖନ୍ତୁ ହେଲମେଟ ନ ପିନ୍ଧିଲେ ଆପଣ ଜାଣିଥିବେ 1,000 ଟଙ୍କା ଫାଇନ ପଡୁଛି କିନ୍ତୁ ଆଉ ଗୋଟେ କଥା ହେଲା ପଛରେ ଯିଏ ବସିଛନ୍ତି ହେଲମେଟ ପିନ୍ଧିନାହାନ୍ତି ତାଙ୍କ ପାଇଁ 1,000 ଆପଣଙ୍କ ପାଇଁ 1,000 2,000 ଟଙ୍କା ଫାଇନ ପଡିବ। ମନେ ରଖନ୍ତୁ ଆଉ ଗୋଟିଏ କଥା ହେଲା କିଛି ଲୋକ ହେଲମେଟ ପିନ୍ଧୁଛନ୍ତି ତଥାପି ତାଙ୍କର ଫାଇନ ପଡୁଛି କିଛି ଲୋକ ମଧ୍ୟ କମେଣ୍ଟ କରୁଛନ୍ତି ଭାଇ ଆମେ ହେଲମେଟ ପିନ୍ଧୁଛୁ ତଥାପି ଆମେ ଫାଇନ କାଟି ଦଉଛନ୍ତି। ଫାଇନ କାଟିବାର ମୁଖ୍ୟ କାରଣ ହେଲା ହେଲମେଟ ଯଦି ପିନ୍ଧିଛନ୍ତି ଷ୍ଟ୍ରାପ ନ ଲଗାଇଥିଲେ ମଧ୍ୟ ଆପଣଙ୍କର ଫାଇନ କଟିବ। ଯୋଉ ହେଲମେଟ ଫିତା ଆପଣ ଲଗାଉନାହାନ୍ତି ଚଲେଇ ଯାଉଛନ୍ତି ସେଟା ଭୁଲ ଆପଣଙ୍କର ଫାଇନ କଟିବ। ଆଉ ଗାଡିରେ ଫୋର ହ୍ୱିଲର ସିଟ ବେଲ୍ଟ ନ ପିନ୍ଧିଲେ ମଧ୍ୟ ଆପଣଙ୍କୁ 1,000 2,000 ଟଙ୍କା ଫାଇନ ପଡିବ। ମୋବାଇଲ ବ୍ୟବହାର କରୁଥିଲେ ମଧ୍ୟ ଆପଣଙ୍କୁ କାନରେ ଲଗାଇଲେ 5,000 ଟଙ୍କା ଫାଇନ। ଡ୍ରାଇଭିଂ ଚଲେଇଲା ବେଳେ ଆପଣ ଯଦି ମୋବାଇଲ ଚଲାଉଛନ୍ତି 5,000 ଟଙ୍କା ଫାଇନ। ଆଉ ମଦ୍ୟପାନ ଓ ନାବାଳକ ଡ୍ରାଇଭିଂ ଯୋଉଟା ସିରିୟସ କ୍ରାଇମ୍ସ ଦେଖନ୍ତୁ ରେଡ ସିଗ୍ନାଲ ଜମ୍ପ 5,000 ଟଙ୍କା ଦ୍ୱିତୀୟ ଥର ଜମ୍ପ କଲେ 10,000 ଟଙ୍କା। ଆମ୍ବୁଲାନ୍ସକୁ ରାସ୍ତା ନଦେଲେ 10,000 ଟଙ୍କା ଏଇଟା ସବୁଠୁ ବଡ ଭୁଲ। ତା ସହିତ ଅନାବଶ୍ୟକ ହର୍ନ ବଜେଇବା କିଛି ଲୋକ ଅଛନ୍ତି ମନ ଇଚ୍ଛା ହର୍ନ ବଜାଉଥିବେ ଯୋଉଟା ବିରକ୍ତି ଲୋକଙ୍କୁ କରୁଥିବେ ସାଇଲେଣ୍ଟ ଜୋନରେ ଯୋଉଟା ସାଇଲେଣ୍ଟ ଜୋନ ହେଇଥିବ ସେଠି ବାରମ୍ବାର ହର୍ନ ବଜେଇବା ମେଡିକାଲ ହଉ ବା ଆମର ଶିକ୍ଷା ମାନେ ସ୍କୁଲ ହଉ ଏଇ ସବୁ ଜାଗାରେ ଯଦି ଆପଣ ବାରମ୍ବାର ହର୍ନ ବଜାଉଥିବେ 1,000 ଟଙ୍କା ଫାଇନ ଦେବା ପାଇଁ ପଡିବ। ପାର୍କିଂ ଓ ନିୟମ ଭଙ୍ଗ ଯଦି ବାରମ୍ବାର ଆପଣ ପାର୍କିଂ ରେ ଯୋଉଠି ଅଛି ପାର୍କିଂ ନ କରି ଅଲଗା ଜାଗାରେ କରୁଛନ୍ତି 5,000 ଟଙ୍କା ଫାଇନ ଆଉ ଦ୍ୱିତୀୟ ଥର କଲେ 1,500 ଟଙ୍କା ଫାଇନ ଦେବା ପାଇଁ ପଡିବ ମନେ ରଖନ୍ତୁ। ଏସବୁ କରିସାରିଲା ପରେ ଆପଣ ଦେଖନ୍ତୁ ଏଠି ସବୁଠୁ ବଡ କଥା ହେଲା ଯେ ଆଉ ଗୋଟେ ଗଲା ମଦ୍ୟପାନ ଚଲେ ମାନେ ଯୋଉ ମଦ ପିଇକି ଯୋଉ ଗାଡି ଚଲାଉଛନ୍ତି 10,000 ଟଙ୍କା ଫାଇନ ପଡୁଛି ତା ସହିତ 6 ମାସ ଜେଲ ମଧ୍ୟ ହଉଛି। ଦ୍ୱିତୀୟ ଥର ପାଇଁ ଧରା ପଡିଲେ 15,000 ଟଙ୍କା ଫାଇନ। ନାବାଳକ ଡ୍ରାଇଭିଂ ମାନେ ଯୋଉଟା ଅଣ୍ଡର ଏଜ 18 ବର୍ଷରୁ କମ ପିଲା ଯୋଉ ଗାଡି ଚଲାଉଛନ୍ତି ଏଥର ସରକାର କଡାକଡି ଭାବେ ତାକୁ ମଧ୍ୟ ଯାଞ୍ଚ କରିବେ। ବରଂ ବାପା ମାଙ୍କୁ ମଧ୍ୟ 25,000 ଟଙ୍କା ଫାଇନ 3 ବର୍ଷ ଜେଲ ମଧ୍ୟ ହୋଇପାରେ। ଆଉ ଗାଡିର ଆରସି ମଧ୍ୟ ବାତିଲ ହୋଇଯିବ ମାନେ ଭାବନ୍ତୁ କେତେ ଏଇଟା ସିରିୟସ। କାରଣ ନାବାଳକ ଯୋଉ ଗାଡି ଚଲେଇକି ଆଜିକାଲି ବିଭିନ୍ନ ପ୍ରକାର ଆକ୍ସିଡେଣ୍ଟର ମୁଖ୍ୟ କାରଣ ହଉଛି ଏଇଟା। ଏତେ ସବୁ ଆପଣ ଡକୁମେଣ୍ଟ ରଖିଦିଅନ୍ତୁ ଯାହା ଫଳରେ ଆପଣଙ୍କୁ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ପ୍ରଥମେ ତ ପଲ୍ୟୁସନ ସରକାର କହିଛନ୍ତି ଯେ ଏଥର ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ଆପଣଙ୍କ ଅଛି। ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ଆପଣ ଏବେଠୁ କରିଦିଅନ୍ତୁ ପଲ୍ୟୁସନ। ଆପଣ ଗ୍ରୀନ ଷ୍ଟିକର ଆଣିବା ପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ ସରକାର ଯେକୌଣସି ଆରଟିଓ ଅଫିସ ଯାଇ ଆପଣ ଆଣିପାରିବେ ନହେଲେ ଆପଣ ଅଲଗା ଜାଗାରେ ଯାଇକି ଆଣିପାରିବେ। କିନ୍ତୁ ସବୁଠୁ ବଡ କଥା ହେଲା ଯେ ବର୍ତ୍ତମାନ ଆପଣ ଡିଜିଟାଲ ମାଧ୍ୟମ ବା ଉପସଂହାର ବା ଆପଣ ଯଦି କିଛି ଡକୁମେଣ୍ଟ ଆପଣଙ୍କର ପାଖରେ ନାହିଁ ଆପଣ ମୋବାଇଲ ଯଦି ଆପଣଙ୍କ ପାଖରେ ଅଛି ଆପଣ ଭାବନ୍ତୁ ଯେ ଆପଣ ମୋ ପାଖରେ ସବୁ କିଛି ଅଛି। ଏମ ପରିବହନ ବା ଡିଜି ଲକର ପୋଲିସକୁ ଅସଲି କାଗଜ ଦେଖେଇବା ଦରକାର ନାହିଁ।
ଆପଣଙ୍କ ମୋବାଇଲରେ ଡିଜିଟାଲ କପି ମଧ୍ୟ ଦେଖାଇଲେ ସେମାନେ ଗ୍ରହଣ କରିବା ପାଇଁ ବାଧ୍ୟ ହେବେ। ଏଇଟା ମନେ ରଖନ୍ତୁ। ଆଉ ଇ ଚାଲାଣ ସବୁବେଳେ ଇ ଚାଲାଣ ଡଟ୍ ପରିବହନ ଡଟ୍ ଜିଓଭିରେ ନିଜ ଗାଡି ନମ୍ବର ଚେକ୍ କରନ୍ତୁ କୌଣସି ପୁରୁଣା ଫାଇନ ବାକି ଅଛି କି। ସରକାର ମଧ୍ୟ କହିଛନ୍ତି ଯଦି ଆପଣ ଇ ଚାଲାଣ ଏବେ ମାନେ ଯାହା ଯୋଉ ଆପଣଙ୍କ କଟିଛି ଫାଇନ ଯାହା ବି ଆପଣ ଚାଲାଣ ବାକି ଅଛି ଆପଣ ଅଫଲାଇନ ମାଧ୍ୟମରେ ଆରଟିଓ ଯାଇ କରିପାରିବେ ବା ଅନଲାଇନ କରିପାରିବେ। କିଛି ଲୋକ ଅନଲାଇନ କରିପାରୁନାହାନ୍ତି ଯେହେତୁ ତାଙ୍କର ବାକି ରହିଯାଉଛି ଗୁଡାଏ। ତ ସେଥିପାଇଁ କି ଆପଣ ମାନେ ମଧ୍ୟ ଅଫଲାଇନରେ କରିପାରିବେ। ଆଉ ଶେଷ କଥା ହେଲା ଆପଣ ମାନେ ମନେ ରଖନ୍ତୁ ଜୀବନ ବହୁତ ମୂଲ୍ୟବାନ। ଟ୍ରାଫିକ ପୋଲିସ ଠାରୁ ବଞ୍ଚିବା ପାଇଁ ନୁହେଁ ନିଜ ପରିବାର ପାଇଁ ସୁରକ୍ଷିତ ଗାଡି ଚଲାନ୍ତୁ। ଭିଡିଓଟି ଭଲ ଲାଗିଥିଲେ ନିଶ୍ଚିତ ମଧ୍ୟ ସେୟାର କରିବେ। ଇଏ ଥିଲା ଏତିକି ନିୟମ ଆଜିଠାରୁ ଲାଗୁ ହେବ ଆପଣଙ୍କ ପାଖରେ ଯେକୌଣସି ଗୋଟିଏ ଡକୁମେଣ୍ଟ ନାହିଁ ଯଦି ଆପଣ ମନେ ରଖନ୍ତୁ ଏତେ ସବୁ ଟଙ୍କା ଗଣିବେ। ବହୁତ ଲୋକ ଗଣୁଛନ୍ତି କିଛି ଲୋକ କହୁଛନ୍ତି ଭାଇ ମୋର ଗାଡିଟି 20,000 ଟଙ୍କା ହବ ମୋର 20-25 ହଜାର ଟଙ୍କା ଫାଇନ। ଦେଖନ୍ତୁ ଫାଇନ ଲାଗୁଛି କାହିଁକି ସେଇଟା ଜାଣିବା ଦରକାର। ଏତେ ସବୁ ଡକୁମେଣ୍ଟ ଥିଲେ କିଛି ଲାଗିବ ନାହିଁ। ଆଉ ଗୋଟେ କଥା ହେଲେ ଏତେ ସବୁ ବଡ ବଡ ଫାଇନ ସରକାର କରିଛନ୍ତି ଆପଣ ମାନେ କମେଣ୍ଟ କରି କୁହନ୍ତୁ ଗୋଟେ ଗରିବ ଲୋକଟିଏ ଫାଇନ ଏତିକି ଗଣି ପାରିବ କି? ନିଶ୍ଚିନ୍ତ କମେଣ୍ଟ କରି କହିବେ। ଠିକ ଅଛି ଭିଡିଓଟି ଭଲ ଲାଗିଥିଲେ ନିଶ୍ଚିତ ସେୟାର କରିବେ। ଆପଣ ଗୋଟିଏ ସେୟାର ହୁଏତ କାହାର ମୂଲ୍ୟବାନ ଜୀବନ ବଞ୍ଚିବ ତାହା ସହିତ ତାଙ୍କର ସବୁ କିଛି ଝାଳ ବୁହା ଧନ ମଧ୍ୟ ରହିଯିବ। ଜୟ ଜଗନ୍ନାଥ। ଭିଡିଓଟି ଭଲ ଲାଗିଥିଲେ ସବସ୍କ୍ରାଇବ କରିବେ। ଫେସବୁକରେ ଦେଖୁଥିଲେ ଫଲୋ କରିବେ। ନିଶ୍ଚିତ ସେୟାର କରିବେ।